पादरी पुलिस के जाल में तब फंस गया जब इसने शादी कराने के नाम पर एक लोकल शख्स उसका धर्म परिवर्तन करा दिया। कितने लोगों का धर्म परिवर्तन करवा दिया। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଡାଇରେକ୍ଟ ଖ୍ରୀଷ୍ଟିଆନ ବିରୋଧୀମାନଙ୍କ ସହିତ କଥା ହେବା। ତେବେ କେଉଁ ଟପିକ୍ ନେଇକି ମୁଁ ଆସିଛି ଆପଣ ଜାଣିସାରିଥିବେ ଥମ୍ବନେଲ୍ ଦେଖିକି। ବ୍ରେନ୍ ୱାଶ୍। ଏମାନେ କହନ୍ତି ଯେ ତୁମେମାନେ ସବୁ ଖ୍ରୀଷ୍ଟିଆନ ମାନେ ବ୍ରେନ୍ ୱାଶ୍ କରିଦେଉଛ, ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରିଦେଉଛ, ଚାଉଳ ବସ୍ତା ଦେଇକି ଧର୍ମ ପରିବର୍ତ୍ତନ କରୁଛ। ଆଉ ଯଦି ପ୍ରିୟ ବନ୍ଧୁଗଣ ମୁଁ ସତ କହିବି, ଏମାନଙ୍କ ପଛରେ ଦମ୍ ନାହିଁ। ଆମେ ଡାଇରେକ୍ଟ କଥା ବିରୋଧୀମାନଙ୍କ ଯେ ବିରୋଧୀମାନେ, ଯଦି ତୁମେ ମୋ ଭିଡ଼ିଓ ଦେଖୁଛ, ଯେତେ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛ, ସମସ୍ତଙ୍କୁ ମୁଁ ଗୋଟେ କଥା ମୁଁ କହି ରଖୁଛି, ତୁମେମାନେ ଯେତେ ସବୁ ଆରୋପ ଲଗାଅ ଯେ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରାହେଉଛି, ମୁଁ ସତ କହୁଛି ତୁମମାନଙ୍କର ପଛରେ ସେତିକି ଦମ୍ ନାହିଁ। ତୁମମାନଙ୍କ ପଛରେ ସେତିକି ଦମ୍ ନାହିଁ ଯେ ତୁମେ ପ୍ରମାଣ କରିଦେବ ଯେ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରାହେଉଛି। ଦମ୍ ନାହିଁ ତୁମ ପଛରେ। ଚାଉଳ ବସ୍ତା ଦେଇକି ଧର୍ମ ପରିବର୍ତ୍ତନ କରାହେଉଛି। ହଁ, ଅନେକ ନ୍ୟୁଜ୍ ଗୁଡ଼ିକରେ ବାହାରିଛି, କିନ୍ତୁ ସେମାନେ ନିଜର TRP ପାଇଁ କାମ କରୁଛନ୍ତି। ତେଣୁ ତାଙ୍କ କାମ ସେମାନେ କରୁଛନ୍ତି। ସେମାନଙ୍କର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଯେତେ ବି ଅଛନ୍ତି, ନିଜର TRP ବଢ଼ାଇବା ପାଇଁ ଏମିତି ନ୍ୟୁଜ୍ ଗୁଡ଼ିକ ଅପଲୋଡ଼ କରନ୍ତି। ଏମିତି ନ୍ୟୁଜ୍ ଯଦି ସେମାନେ ଦେଖାଇବେ ନାହିଁ, ତାଙ୍କ ଚ୍ୟାନେଲ୍ର TRP ବଢ଼ିବ ନାହିଁ। ସେଥିପାଇଁ ସେମାନେ ଏମିତି ନ୍ୟୁଜ୍ ଦେଖାନ୍ତି। କିନ୍ତୁ ଏମିତି କୌଣସି ବି ନ୍ୟୁଜ୍ ଚ୍ୟାନେଲ୍ ନାହିଁ ଯିଏକି ପ୍ରମାଣ କରିଛି ଯେ ଧର୍ମ ପରିବର୍ତ୍ତନ ହେଉଛି ବୋଲି। ବିରୋଧୀମାନେ, ଯଦି ତୁମେ ଭାବୁଛ ଖ୍ରୀଷ୍ଟିଆନ ଲୋକମାନେ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରୁଛନ୍ତି ଆଉ ହିନ୍ଦୁମାନଙ୍କୁ ଖ୍ରୀଷ୍ଟିଆନ କରାଯାଉଛି, ତେବେ ଯିଏ ଧର୍ମ ପରିବର୍ତ୍ତନ କରୁଛି ତାର ବିଷୟରେ ଏକ ସଠିକ୍ ଗୋଟେ ପ୍ରୁଫ୍ ଆମକୁ ଦରକାର। ପ୍ରୁଫ୍ ବି ମାନେ ପ୍ରମାଣ ବି ଏମିତି ହେବା ଦରକାର ଯେ ପାଷ୍ଟର ଟଙ୍କା ଦେଉଥିବ କିମ୍ବା କୌଣସି ଖ୍ରୀଷ୍ଟିଆନ ଟଙ୍କା ଦେଉଥିବାର ଗୋଟେ ଭିଡ଼ିଓ ଦରକାର। ଟଙ୍କା ଦେଉଥିବ ଏବଂ କହୁଥିବ ଯେ ଟଙ୍କାଟା ତୁମକୁ ମିଳୁଛି ଯେହେତୁ ତୁମେ ଧର୍ମ ପରିବର୍ତ୍ତନ କରୁଛ, ଏ ଟଙ୍କାଟା ନିଅ, ତୁମେ ଧର୍ମ ପରିବର୍ତ୍ତନ କରିଦିଅ, କିମ୍ବା ଏଇ ଚାଉଳ ବସ୍ତା ନିଅ, ତୁମେ ଧର୍ମ ପରିବର୍ତ୍ତନ କର। ଏମିତି କହୁଥିବାର ଭିଡ଼ିଓ ଆମକୁ ଦରକାର। ଏମିତି ପ୍ରମାଣ ଆମକୁ ଦରକାର। ଯଦି ତୁମର ପଛରେ ଦମ୍ ଅଛି, ତେବେ ସେମିତି ପ୍ରମାଣ, ସେମିତି ଭିଡ଼ିଓ ଆଣିକି ଆମକୁ ଦିଅ। ଯଦି ଦେବ, ତେବେ ଯାଇ ଆମେ ବିଶ୍ୱାସ କରିବୁ। ତୁମେ ସେମିତି ପ୍ରମାଣ ଆଣ। ଆଉ ସତ କଥା ମୁଁ କହୁଛି, ଯଦି ତୁମେ ସେମିତି ପ୍ରମାଣ ଆଣିଲ, ତେବେ ଆମେ ଯାଇକି ନିଜେ ଇନଭେଷ୍ଟିଗେସନ୍ କରିବୁ। ସେ ପାଷ୍ଟରଙ୍କୁ ଆମେ ନିଜେ ଯାଇକି ଜେଲରେ ପୁରେଇବୁ। ତୁମର କିଛି କରିବା ଦରକାର ନାହିଁ। ସେ ପାଷ୍ଟରଙ୍କ ନାଁରେ ଆମେ ନିଜେ କେସ୍ କରିବୁ। ଦେଖ, ଇଏ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରୁଛି। ଆରେ ତୁମର କାମ ଆମେ ସହଜ କରିଦେଉଛୁ। ଏମିତି କ'ଣ ଚିନ୍ତା କରୁଛ? ତୁମର କାମ ଆମେ ଆହୁରି ସହଜ କରିଦେଉଛୁ। ଆଉ ଯାହା ବି ଖର୍ଚ୍ଚ ବାର୍ଚ୍ଚ ହେବ ସେଟା ଦେଖାହେବ। ଆଉ ସେଥିପାଇଁ ବିଲକୁଲ ବି ଚିନ୍ତା କର ନାହିଁ। କିନ୍ତୁ ଚାଲ ଆମେ ସେଇ ପାଷ୍ଟର ବିରୁଦ୍ଧରେ ଆମେ କେସ୍ କରିବା, ଯିଏ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରୁଥିବ। ଆଉ ଏମିତି ବି ପ୍ରମାଣ ଆଣ ଯେ କୌଣସି ଲୋକ ମାନେ ପୁରା କୋଟି କୋଟି ଟଙ୍କା ଦେଇଥିବ ଜଣଙ୍କ ଆକାଉଣ୍ଟରେ ଧର୍ମ ପରିବର୍ତ୍ତନ କରିବା ପାଇଁ। କାହାର ଏମିତି ବ୍ୟାଙ୍କ ଆକାଉଣ୍ଟ ଅଛି କି କୌଣସି ପାଷ୍ଟରର, ତାକୁ ନେଇକି ଆସ, ଆମେ ସେ ପାଷ୍ଟର ବିରୁଦ୍ଧରେ କେସ୍ କରିବା। ଏମିତି ପ୍ରମାଣ ତୁମେ ଆଣିପାରିବ ନାହିଁ, କାରଣ ତୁମର ପଛରେ ସେତିକି ଦମ୍ ନାହିଁ। ମୁଁ ସତ କହୁଛି, ତୁମ ପଛରେ ସେତିକି ଦମ୍ ନାହିଁ। ସେମିତି ପ୍ରମାଣ ତୁମେ ମୋତେ ଆଣିକି ଦେଇପାରିବ। ତେବେ ତଥାପି ଯେଉଁମାନେ କହୁଛନ୍ତି ହଁ ହଁ ତୁମେ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରୁଛ, ଟଙ୍କା ମୋ ଗଛରେ ଫଳୁଛି, ମୋ ଘରେ କ'ଣ ମୁଁ ଟଙ୍କା ଗଛ ଲଗେଇଛି? ଖାଲି ହଲେଇ ଦେଲେ ଟଙ୍କା ଖସି ପଡ଼ିବ, ଏ ଟଙ୍କା ନେଇକି ମୁଁ ଧର୍ମ ପରିବର୍ତ୍ତନ କରିଦେବି। ହୁଏତ ଅନେକ ବିରୋଧୀମାନେ ସେମାନେ କହିବେ
ନାଇଁ 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 ବିଦେଶରୁ ଟଙ୍କା ଆସୁଥିବ ନା। ଆରେ ବିଦେଶରୁ ଜଣେ କାହିଁକି ଟଙ୍କା ପଠାଇବ? କ'ଣ ତା ଘରେ ଟଙ୍କା ଗଛ ଲାଗିଛି? ତା ଗଛରେ କ'ଣ ଟଙ୍କା ଫଳିଛି? ଖାଲି ହଲେଇ ଦେଲେ ଖାଲି ଝଡ଼ି ପଡ଼ିବ, ଗଛରୁ ଟଙ୍କା ଝଡ଼ି ପଡ଼ିବ? ଆରେ ମୂର୍ଖମାନେ ଟିକେ ଦେଖିକି କଥାବାର୍ତ୍ତା କର। ଯଦି ଆରୋପ ଲଗାଉଛ ଟିକେ ଦେଖିକି ଆରୋପ ଲଗାଅ। କାରଣ ମୁଁ ତ କହିଲି ତୁମ ପଛରେ ଦମ୍ ନାହିଁ। ତୁମେ ପ୍ରମାଣ କରିପାରିବ ଯେ ଧର୍ମ ପରିବର୍ତ୍ତନ ହେଉଛି ବୋଲି। ଏମିତି ଗୋଟେ ପ୍ରମାଣ ମୁଁ ମାଗିଥିଲି ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଶୁଣନ୍ତୁ। ଏମିତି ଗୋଟେ ପ୍ରମାଣ ମୁଁ ମାଗିଥିଲି, ମାନେ ବହୁତ ଦିନ ହେଇଗଲାଣି ଜଣକୁ, ଯେ ଧର୍ମ ପରିବର୍ତ୍ତନର ପ୍ରମାଣ ଦିଅ। ସେ କ'ଣ କରିଛି ନା ଡିଲରର ଭିଡ଼ିଓ ଫଟୋ ଉଠାଇ ଆଣିକି ମୋତେ ପଠାଇଛି। ଡିଲର ମାନେ ଯେଉଁଠି ଚାଉଳ ଦିଆହେଉଛି ନାଇଁ କି, ସେ ଡିଲରର ଫଟୋ ଭିଡ଼ିଓ ଉଠାଇ ଆଣିକି ମୋତେ ପଠାଇଛି। ଦେଖ ଧର୍ମ ପରିବର୍ତ୍ତନ କରାହେଉଛି। ଆରେ ଟିକେ ଲାଜ ଲାଗିବା କଥା ତୁମମାନଙ୍କୁ। ଏମିତି ଆରୋପ ଲଗାଇବା ପୂର୍ବରୁ ତୁମ ମୁହଁରେ ଟିକେ ଲାଜ ଲାଗିବା କଥା। ମାନେ ସେ ଲାଜ ଟିକେ ବି ତୁମ ମୁହଁରେ ନାହିଁ। କୋର୍ଟରେ ପ୍ରମାଣ ହେଇଛି କି କୌଣସି ଖ୍ରୀଷ୍ଟିଆନକୁ ସଜା ହେଇଗଲା ଧର୍ମ ପରିବର୍ତ୍ତନ କରୁଥିଲା? କୋର୍ଟରେ ମଧ୍ୟ ପ୍ରମାଣ ହେଇନି, ଆଉ ପ୍ରମାଣ ବି ହେଇପାରିବ ନାହିଁ। କାରଣ ଖ୍ରୀଷ୍ଟିଆନମାନେ ଏମିତି ଘୃଣିତ କାମ କେବେ କରିବେ ନାହିଁ। ନମସ୍କାର ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ। चैनल को फर्स्ट टाइम आइए सब्सक्राइब करंतु। धन्यवाद। राजस्थान का अनूपगढ़ इलाका, यहां धर्म परिवर्तन का सनसनीखेज केस सामने आया है। यहां एक पादरी पर आरोप है कि उसने पिछले कुछ सालों में करीब 450 लोगों का धर्म परिवर्तन कराकर उन्हें ईसाई बना दिया। यह पादरी पुलिस के जाल में तब फंस गया जब इसने शादी कराने के नाम पर एक लोकल शख्स उसका धर्म परिवर्तन करा दिया। हमारे पास एक पीड़ित ने इस संबंध में लिखित में कंप्लेंट दी थी, जिसपे हमने तुरंत बीएनएस की धाराओं में प्रकरण दर्ज करके और अनुसंधान शुरू कर दिया है। अनुसंधान में हम जो आप अभी बता रहे हैं फैक्ट्स की, पहले कितने लोगों के साथ इस तरह की घटना हुई है उसको भी लेंगे, और साथ में हम ये भी प्रयास करेंगे कि अनुसंधान में सभी जो रिकॉर्ड है कि उनके पास फाइनेंस कहाँ से आया, उस फाइनेंस को ये किस रूप में प्रयोग करते थे, वो भी सब चीजें हम रिकॉर्ड पे लेकर अनुसंधान गहनता से किया जाएगा। अनूपगढ़ के इस खुलासे के बाद हिंदू संगठनों ने कड़ा विरोध जताया। संगठनों का आरोप है कि मिशनरी संस्थाएं कभी बीमारी ठीक करने का लालच देकर तो कभी शादी या पैसों के लालच में लोगों का जबरन धर्म परिवर्तन कराती हैं। दुखी बीमारी है उनको कन्वर्ट जाते हैं और उनको समझाते हैं प्रभु के बारे में, और उसके बाद उनको अच्छा लगता है तो अपने वो लोग कन्वर्ट हो जाते हैं।